ଆଜି ଆମ ଜିଲ୍ଲା ପାଇଁ ବହୁତ ଗର୍ବ ଆଉ ଗୌରବର କଥା। ଆଜି ଆମର ଜିଲ୍ଲାରୁ ଭାରୋତ୍ତୋଳନରେ ଆମ ଜିଲ୍ଲାରୁ ଜ୍ୟୋତ୍ସ୍ନା ଶବର ଯିଏକି ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ସେ ସମ୍ମାନ ଗ୍ରହଣ କରିବେ ଆଉ ପୁରସ୍କୃତ ହେଉଛନ୍ତି। ସେ 26 ତାରିଖ ଦିନ ଦିଲ୍ଲୀରେ ଯାଇ ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ସେ ସମ୍ମାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଗ୍ରହଣ କରିବେ। ସେ ଭାରୋତ୍ତୋଳନ କ୍ଷେତ୍ରରେ ଶିଶୁ ପୁରସ୍କାର, ଏଟା ଶିଶୁମାନଙ୍କ ପୁରସ୍କାର ପାଇଁ ମନୋନୀତ ହେଇଛନ୍ତି। ସିଏ ଆମ 21 ଜଣ ଯୋଉ ବିଭିନ୍ନ ପ୍ରାନ୍ତରୁ, ଭାରତର ବିଭିନ୍ନ ପ୍ରାନ୍ତରୁ ଯୋଉ ସିଲେକ୍ସନ ହେଇଛନ୍ତି, ସେ ଭିତରେ ଆମ ଓଡ଼ିଶାର ଏକମାତ୍ର ଝିଅ ଯିଏକି ଆମ ପେକଟ ଗ୍ରାମ ମାଲବା ପଞ୍ଚାୟତର ଝିଅ ଆମର ସିଲେକ୍ସନ ହେଇଛନ୍ତି। ଆମ ଜିଲ୍ଲା ପାଇଁ ବହୁତ ଗର୍ବର କଥା। ଜିଲ୍ଲା ପ୍ରଶାସନ ପକ୍ଷରୁ ଝିଅକୁ ଉତ୍ସାହିତ କରିବା ପାଇଁ କଣ ପଦକ୍ଷେପ ଆଗାମୀ ସମୟରେ ନିଆଯିବ, କଣ କିଛି ଆଲୋଚନା ହେଇଯିବ? ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଆମେ ଯାହା ଯାହା ସହଯୋଗ ଲୋଡ଼ା ଆମ ତାଙ୍କୁ ଆଗାମୀ ଦିନରେ ଯେମିତି ଆହୁରି ଆଗକୁ ସେ ଡେଭଲପ ହବ ବା ତାଙ୍କର ମାନେ କ୍ରୀଡ଼ା କ୍ଷେତ୍ରରେ ଆହୁରି ଯେମିତି ସଫଳ ଲାଭ କରିବେ, ସେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସବୁ ପ୍ରକାର ସହଯୋଗ ଦିଆଯିବ। ଆଦିବାସୀ ଝିଅ ଯାଇ ଆମର ଦିଲ୍ଲୀରେ ପୁରସ୍କାର ପାଇବ, ଆଦିବାସୀ ଜିଲ୍ଲା ଭାବରେ ସୁପରିଚିତ, ଯଦି କହିବା ଉପାନ୍ତ ଅଞ୍ଚଳ ଯାଇ ପାଇବ, ଆଦିବାସୀ ଝିଅକୁ ଆଗକୁ ନେବା ପାଇଁ କଣ କଣ ପଦକ୍ଷେପ ନେଲେ ଭଲ ଭାବୁଛନ୍ତି? ଆମର ସରକାରଙ୍କ ତରଫରୁ ଯାହା ଯାହା ପ୍ରୋଭିଜନ ଅଛି ତାଙ୍କୁ ଆମେ ଯେତେ ପାରିବ ସେତିକି ଆମେ ସହଯୋଗ କରିପାରିବୁ। କେତେ ଓଜନରେ ସେ ପାଇଲା? 200 ୱେଟ ଲିଫ୍ଟିଂ ସେ ପାଇଛି।